ଜୟ ଜଗନ୍ନାଥ ସାଙ୍ଗମାନେ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ସୁନ୍ଦର ଅନୁଚିନ୍ତା। ନମ୍ବର 1, ଯେଉଁ ସ୍ତ୍ରୀ ନିତି ନିଜର ସ୍ୱାମୀର ଚରଣ ଛୁଇଁଥାଏ ଏବଂ ରାତିରେ ଶୋଇବା ପୂର୍ବରୁ ନିଜ ସ୍ୱାମୀର ଗୋଡ଼ ଦବାଇଥାଏ, ସେହି ସ୍ତ୍ରୀ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାଏ। ନମ୍ବର 2, ଯେଉଁ ସ୍ତ୍ରୀ ନିତି ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟ ଦେବତା, ମାତା ତୁଳସୀ ଏବଂ ଦେବଦେବୀଙ୍କୁ ଜଳ ଅର୍ପଣ କରିଥାଏ, ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ନମ୍ବର 3, ଯେଉଁ ସ୍ତ୍ରୀ ଘରେ ଥିବା ସତ୍ତ୍ୱେ ବି ଘର ଅପରିଷ୍କାର ରହିଥାଏ, ଘରେ ବୁଢ଼ିଆଣୀ ଜାଲ ରହିଥାଏ, ଘର ସାମ୍ନାରେ ଅଳିଆ ଆବର୍ଜନା ପଡ଼ି ରହିଥାଏ, ସେହି ଘରକୁ ମାତା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ ଏବଂ ସେହି ଘରକୁ ସୁଖ ସମୃଦ୍ଧି ଆସିବାଟା ବହୁତ କଷ୍ଟ ହୋଇଯାଇଥାଏ। ନମ୍ବର 4, ଯେଉଁ ସ୍ତ୍ରୀ ନିତି ରଙ୍ଗୋଲି କରି ଦେବଦେବୀଙ୍କୁ ଆହ୍ୱାନ କରିଥାଏ, ସେହି ସ୍ତ୍ରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ। ନମ୍ବର 5, ଯେଉଁ ସ୍ତ୍ରୀ ନିତି ସ୍ନାନ କରି ଦେବ ପୂଜାରେ ନିଯୁକ୍ତି ହୋଇଥାଏ ଏବଂ ଧୂପଦୀପ ଲଗାଇଥାଏ, ସେହି ସ୍ତ୍ରୀ କାରଣରୁ ହିଁ ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଯେଉଁ ସ୍ତ୍ରୀ ଏହିସବୁ କାମ କରିନଥାଏ ସେ ପାପକର୍ମ କରିଥାଏ, ଯାହାଦ୍ୱାରା ଘରକୁ କେବେ ବି ସୁଖ ଶାନ୍ତି ଆସିବ ନାହିଁ। ନମ୍ବର 6, ଗରୁଡ଼ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ ତା ଉପରେ ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ। ନମ୍ବର 7, ଯେଉଁ ସ୍ତ୍ରୀ ସୂର୍ଯ୍ୟ ଉଦୟ ପରେ ବି ଶୋଇଥାନ୍ତି ସେ ପାପ କର୍ମଯୁକ୍ତ ସମତଳ ହୋଇଥାନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ସ୍ତ୍ରୀ ସବୁ ଦେବଦେବୀଙ୍କର କୃପା ପ୍ରାପ୍ତ କରିଥାଏ। ସ୍ତ୍ରୀଙ୍କର ଏହି ଅଭ୍ୟାସ କାରଣରୁ ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାନ୍ତି। ନମ୍ବର 8, ଘରେ କେବେ ବି ଭାଙ୍ଗିଥିବା ଦୀପ କିମ୍ବା ଫାଟିଥିବା ଜଳପାତ୍ର ରଖିବା ଉଚିତ ନୁହଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାକୁ ତୁରନ୍ତ ହଟାଇବା ଦ୍ୱାରା ମଙ୍ଗଳକାରୀ ପ୍ରାପ୍ତ ହୋଇଥାଏ। ନମ୍ବର 9, ଘରେ କେବେ ବି ଭାଙ୍ଗି ଯାଇଥିବା କିମ୍ବା ଫାଟିଥିବା ବାସନ ରଖିବା ଉଚିତ ନୁହଁ କିମ୍ବା ଛିଣ୍ଡା ଝାଡ଼ୁ ରଖିବା ଅନୁଚିତ ଅଟେ। ଏହାଦ୍ୱାରା ଅଶୁଭ ହୋଇଥାଏ ଏବଂ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ। ନମ୍ବର 10, ଘରେ କେବେ ବି ଭାଙ୍ଗି ଯାଇଥିବା କିମ୍ବା ଫାଟିଥିବା ଦର୍ପଣ ରଖିବା ଅନୁଚିତ ଅଟେ। ଏହା ଅଶୁଭ ହୋଇଥାଏ, ତେଣୁ ଏହାକୁ ହଟାଇବା ଦ୍ୱାରା ମଙ୍ଗଳ ପ୍ରାପ୍ତ ହୋଇଥାଏ। ନମ୍ବର 10, ଘରେ ଚିରି ଯାଇଥିବା ଧାର୍ମିକ ପୁସ୍ତକ କିମ୍ବା ଫାଟି ଯାଇଥିବା ପୁସ୍ତକ ରଖିବା ଅନୁଚିତ ଅଟେ। ଏହାକୁ ନଦୀରେ ପ୍ରବାହିତ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ନମ୍ବର 11, ଘରେ ଯଦି ଭାଙ୍ଗି ଯାଇଥିବା ଶଙ୍ଖ ରହିଥାଏ ତେବେ ଭାଙ୍ଗିଥିବା ଶଙ୍ଖକୁ ନଦୀରେ ପ୍ରବାହିତ କରିବା ଦ୍ୱାରା କଲ୍ୟାଣକାରୀ ହୋଇଥାଏ। ନମ୍ବର 12, ଠାକୁର ଘରେ କେବେ ବି କୌଣସି ଦେବୀ ଦେବତାଙ୍କର ରୌଦ୍ର ମୂର୍ତ୍ତି କିମ୍ବା ଫଟୋ ରଖିବା ଉଚିତ ନୁହଁ, ଏହା ଅନିଷ୍ଟକାରୀ ହୋଇଥାଏ ଏବଂ ସୌମ୍ୟ ମୂର୍ତ୍ତି ରଖିବା ଦ୍ୱାରା କଲ୍ୟାଣକାରୀ ହୋଇଥାଏ। ନମ୍ବର 13, ଠାକୁର ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତି କିମ୍ବା ଚିରିଥିବା ଠାକୁରଙ୍କ ଫଟୋ ରଖିବା ଉଚିତ ନୁହଁ, ଏହା ଅଶୁଭ ହୋଇଥାଏ ଏବଂ ନକାରାତ୍ମକ ବୃଦ୍ଧି ହୋଇଥାଏ। ନମ୍ବର 14, ଶନିଦେବଙ୍କ ମୂର୍ତ୍ତି କେବେ ବି ଘରେ ରଖି ପୂଜା କରିବା ଉଚିତ ନୁହଁ, ଏହାକୁ ସର୍ବଦା ମନ୍ଦିରରେ ପୂଜା କରିବା ଦ୍ୱାରା କଲ୍ୟାଣକାରୀ ହୋଇଥାଏ। ନମ୍ବର 15, ଠାକୁର ଘରେ ଶ୍ରୀଯନ୍ତ୍ର ଏବଂ ନାଲି କପଡ଼ାରେ ଗୁଡ଼ା ହୋଇଥିବା ନଡ଼ିଆ ରଖିବା ଦ୍ୱାରା ଆପଣଙ୍କ ପାଇଁ ଶୁଭ ହୋଇଥାଏ ଏବଂ ମଙ୍ଗଳକାରୀ ମଧ୍ୟ ହୋଇଥାଏ। ନମ୍ବର 16, ଘରେ କେବେ ବି ଘରର ଦକ୍ଷିଣ କାନ୍ଥରେ ଘଣ୍ଟା ରଖିବା ଉଚିତ ନୁହଁ କିମ୍ବା ଖରାପ ହୋଇଥିବା ଘଣ୍ଟା ଘରେ ରଖିବା ଦ୍ୱାରା ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ। ନମ୍ବର 17, ପାଖରେ କେବେ ବି ପୁରୁଣା ଟିକେଟ ରଖିବା ଉଚିତ ନୁହଁ କିମ୍ବା ପର୍ସରେ ରଖିବା ଅନୁଚିତ ଅଟେ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଖର୍ଚ୍ଚରେ ବୃଦ୍ଧି ହେବାର ସମ୍ଭାବନା ରହିଥାଏ। ନମ୍ବର 18, ପାଖରେ କେବେ ବି ଚିରା ଫଟା ନୋଟ୍ ରଖିବା ଉଚିତ ନୁହଁ କିମ୍ବା ପର୍ସରେ ରଖିବା ଅନୁଚିତ ଅଟେ। ଏହା ଅଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ। ନମ୍ବର 19, ଚିରା କିମ୍ବା ଫାଟିଥିବା ପକେଟ ଯୁକ୍ତ ପ୍ୟାଣ୍ଟ ପିନ୍ଧିବା ଅନୁଚିତ ଅଟେ। ଏହା ଅଶୁଭ ହେବା ସହିତ ଆର୍ଥିକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ। ନମ୍ବର 20, ପାଖରେ କେବେ ବି ଫାଟିଥିବା ମନି ପର୍ସ
ରଖିବା ଅନୁଚିତ ଅଟେ କିମ୍ବା ଚିରିଥିବା ପର୍ସ ରଖିବା ଅନୁଚିତ ଅଟେ। ଏହା ଅଶୁଭ ହେବା ସହିତ ନକାରାତ୍ମକ ବୁଦ୍ଧି ହୋଇଥାଏ। ନମ୍ବର 21 ଘରକୁ ଆସୁଥିବା ଅତିଥିଙ୍କୁ ଯଦି ଆଦର ସତ୍କାର କରାଯାଏ ନାହିଁ ତେବେ ଅଶୁଭ ହୋଇଥାଏ ଏବଂ ଧନହାନି ହେବାର ବହୁତ ସଂଖ୍ୟାର ଚାନ୍ସ ରହିଥାଏ। ନମ୍ବର 22 ଯେଉଁ ସ୍ତ୍ରୀ ସର୍ବଦା ସ୍ୱାଦିଷ୍ଟ ଭୋଜନ ବନାଇଥାଏ ସେହି ସ୍ତ୍ରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ ଏବଂ ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ। ନମ୍ବର 23 ଯେଉଁ ସ୍ତ୍ରୀ ସର୍ବଦା ମଧୁର ବଚନ କହିଥାଏ ସେହି ସ୍ତ୍ରୀ ସର୍ବଦା ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ। ଯେଉଁ ସ୍ତ୍ରୀ କଟୁ ବଚନ କହିଥାଏ ଏବଂ ସର୍ବଦା ସମସ୍ତଙ୍କୁ ଏଣୁତେଣୁ କଥା କହିଥାଏ ସେହି ସ୍ତ୍ରୀ କେବେ ବି ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇନଥାଏ।